हरे कृष्ण। श्री दामोदर मास की जय। श्रीमती राधा रानी की जय। तमे कार्तिक मासर चतुर्थ दिन अछंती। तो श्रील रूप गोस्वामी ଯମୁନା ନଦୀର କୂଳରେ ନିଜର ଶରୀରକୁ ସେଇ ବୃନ୍ଦାବନର ଧୂଳିରେ କଣ କରିଛନ୍ତି, ଲୋଟପୋଟ କରେଇଛନ୍ତି। ଆଉ ସେଇଠି ତାଙ୍କର ବସ୍ତ୍ର ବ୍ରଜ ଧାମର ଧୂଳିର ବର୍ଣ୍ଣ ଧାରଣ କରିଛି ଏବଂ ତାହା ଅଶ୍ରୁପାତରେ ସିକ୍ତ ହେଇଛି। ଏବଂ ତାଙ୍କର ଯୋଉ ସୁନ୍ଦର ଦିବ୍ୟ ଶରୀର, ତାଙ୍କର ପ୍ରସାରିତ ଚକ୍ଷୁ ବାସ୍ତବରେ ଅନ୍ୟ ସମସ୍ତଙ୍କ ହୃଦୟରେ କୃଷ୍ଣ ପ୍ରେମ ଜାଗ୍ରତ କରିବା ପାଇଁ ସକ୍ଷମ। ତଥାପି ସେ ମଧ୍ୟ ପ୍ରାର୍ଥନା କରୁଛନ୍ତି କି ହେ ଶ୍ରୀମତୀ ରାଧାରାଣୀ, କି ମୁଁ ବାସ୍ତବରେ ବିଭିନ୍ନ ପ୍ରକାରର ଅପରାଧରେ ବୁଡିକି ଅଛି। ତେଣୁ ମୋର କୌଣସି ବିଶେଷ ଯୋଗ୍ୟତା ନାହିଁ। ତେଣୁ ଆପଣଙ୍କର କୃପା କରିବା ପାଇଁ, ଆପଣଙ୍କ କୃପାର ମତେ ପାତ୍ର ମାନନ୍ତୁ ଆପଣ। ତେଣୁ ଜଣେ ପ୍ରଶ୍ନ କରିପାରନ୍ତି କି ନିଜର ଅସାମର୍ଥ୍ୟତା ଅଯୋଗ୍ୟତା ବ୍ୟକ୍ତ କଲା ପରେ ମଧ୍ୟ ଶ୍ରୀମତୀ ରାଧାରାଣୀ ଏବଂ କୃଷ୍ଣଙ୍କର ଦିବ୍ୟ ପ୍ରେମମୟ ସେବା, ଯାହା ବ୍ରହ୍ମା ଏବଂ ଶିବଙ୍କୁ ମଧ୍ୟ ଦୁର୍ଲଭ, ତାହାକୁ ପ୍ରାପ୍ତ କରିବା ପାଇଁ ଏଭଳି ଦୁଃସାହସ କେମିତି ଶ୍ରୀଲ ରୂପ ଗୋସ୍ୱାମୀ କରୁଛନ୍ତି? ତ ଉତ୍ତରରେ ରୂପ ଗୋସ୍ୱାମୀ କହୁଛନ୍ତି କି ବାସ୍ତବରେ ଶ୍ରୀମତୀ ରାଧାରାଣୀଙ୍କର ହୃଦୟ ଲହୁଣୀ ସଦୃଶ, ଯାହା ଶ୍ରୀମତୀ ରାଧାରାଣୀଙ୍କର ଅତ୍ୟନ୍ତ କରୁଣା ସ୍ୱରୂପର ସ୍ନିଗ୍ଧତାରେ କେବଳ ତାହା ତରଳିଯାଏ। ଯେମିତି ଲହୁଣୀକୁ ଖରାରେ ରଖିଲେ ସେ ତରଳିବା ଆରମ୍ଭ କରେ, ସେମିତି ଶ୍ରୀମତୀ ରାଧାରାଣୀଙ୍କର ହୃଦୟର ଏ ଯୋଉ ହୃଦୟ ଲହୁଣୀ ସଦୃଶ ଏବଂ ତାଙ୍କର କୃପାର କଟାକ୍ଷ କରୁଣା ମାଧ୍ୟମରେ ତାହା କେବଳ ତରଳି ପାରେ। ତେଣୁ ଏହା କେବେ ବି ସମୁଚିତ ନୁହେଁ କି ଆପଣ ମୋ ଭଳି ଯିଏ ଦୁଃଖରେ ଗ୍ରସ୍ତ, ତ ତାକୁ ଆପଣ କଣ ଅବହେଳା ପ୍ରଦାନ କରିବେ, ଅବହେଳା କରିବେ। ତେଣୁ ସେଇଥିପାଇଁ କି ମୁଁ କେବେ ବି ଅବହେଳିତ ହବ, ମୁଁ ନିଶ୍ଚୟ ଦୁଃଖରେ ଗ୍ରସ୍ତ ଅଛି, କିନ୍ତୁ ମୁଁ କେବେ ବି ଅବହେଳା ହେବା ପାଇଁ ଯୋଗ୍ୟ ନୁହେଁ। ଆପଣଙ୍କ ସେବା ପାଇଁ ଅଯୋଗ୍ୟ, କିନ୍ତୁ ମୁଁ ଅବହେଳା ହେବା ପାଇଁ ଯୋଗ୍ୟ ନୁହେଁ। ତେଣୁ ଶ୍ରୀମତୀ ରାଧାରାଣୀଙ୍କର ମନ ଏବଂ ହୃଦୟ ସତେଜ ଏଇ ଲହୁଣୀ ସଦୃଶ, ତାହା କେବଳ ଶ୍ରୀମତୀ ରାଧାରାଣୀଙ୍କର କୃପାର ଉଷ୍ମତାରେ ହିଁ କେବଳ କଣ ହେଇପାରିବ, କି ତରଳି ଯାଇପାରିବ। ବାସ୍ତବରେ ବଳଦେବ ବିଦ୍ୟାଭୂଷଣ ମଧ୍ୟ କୁହନ୍ତି କି ଦୟା ମାନେ ଯେତେବେଳେ ଆମେ ଅନ୍ୟର ଦୁଃଖକୁ ଦେଖନ୍ତି, ସେତେବେଳେ ତାଙ୍କ ଦୁଃଖ ହରଣ କରିବାର ଯୋଉ ମନୋଭାବ। ତେଣୁ ଯେତେବେଳେ ଜଣେ ଦୁଃଖରେ ଗ୍ରସ୍ତ ଅଛନ୍ତି, ତେଣୁ କେବେ ବି ସିଏ ତାଙ୍କୁ ଆମେ ପ୍ରତ୍ୟାଖ୍ୟାନ କରିପାରିବାନି। ଏତେ ବହୁତ ଉନ୍ନତ ଶ୍ରେଣୀର ବ୍ୟକ୍ତି ମାନେ ଯାହାଙ୍କର ହୃଦୟରେ ଦୟା ଥାଏ, ତ ସେମାନେ ଅନ୍ୟର ଦୁଃଖକୁ ସବୁବେଳେ ଦୂର କରିବା ପାଇଁ ଚେଷ୍ଟା କରନ୍ତି। ଆଉ ଏଇଠି ଶ୍ରୀମତୀ ରାଧାରାଣୀ ବୃନ୍ଦାବନର ସମସ୍ତ ଯୋଉ ବ୍ରଜବାସୀ ରହିଲେ, ତାଙ୍କ ସମସ୍ତଙ୍କ ଭିତରେ ସର୍ବଶ୍ରେଷ୍ଠ। ଆଉ ଦ୍ଵିତୀୟତଃ, ମୁଁ ମୋର ସାମର୍ଥ୍ୟ ବଳରେ ନୁହେଁ, ଯୋଗ୍ୟତା ବଳରେ ନୁହେଁ, ପରନ୍ତୁ ଆପଣଙ୍କର କୃପା ବଳରେ ଏଇ ପ୍ରୟାସ କରୁଛି କି ମତେ ଆପଣ କେବେ ପ୍ରତ୍ୟାଖ୍ୟାନ କରାଇବେନି। କାହିଁକି ନା ମୁଁ ଦୁଃଖରେ ଗ୍ରସ୍ତ, ମୋର ସାମର୍ଥ୍ୟ ନୁହେଁ, ବରଂ ଆପଣଙ୍କ କୃପା ଉପରେ ମୁଁ ନିର୍ଭରଶୀଳ। ତ ବାସ୍ତବରେ ଶ୍ରୀଲ ରୂପ ଗୋସ୍ୱାମୀଙ୍କର ଏହି ପ୍ରାର୍ଥନାତ୍ମକ ହୃଦୟ ଆମେ ବହୁତ ଶିକ୍ଷା କରିପାରିବା। ଆମେ ଏମିତି ହିଁ ପ୍ରାର୍ଥନା କରିବା ଦରକାର। ଶ୍ରୀମତୀ ରାଧାରାଣୀଙ୍କର ଗୁଣଗାନ କରିବା ପରେ ସେ କେତେ ଆତୁରତାର ସହିତ, ଆଉ ଫିଲିଙ୍ଗ ଅଫ ଏମର୍ଜେନ୍ସି ଆଣ୍ଡ ଇଗରନେସ, କି କେବଳ କୃଷ୍ଣ, କେବଳ ଶ୍ରୀମତୀ ରାଧାରାଣୀଙ୍କର ସେବା ହିଁ ମୋ ଜୀବନର ଧ୍ୟେୟ। ତ ବୃନ୍ଦାବନର ବ୍ରଜରାଜରେ ସିଏ ନିଜ ଶରୀରକୁ ସ୍ଥାପିତ କରିକି ସେ ଶ୍ରୀମତୀ ରାଧାରାଣୀଙ୍କର ସେବା ମାଗୁଛନ୍ତି, ନିଜର ଅଯୋଗ୍ୟତାକୁ ପ୍ରକାଶ କରିକି, ଆ ନିଜର ଅସାମର୍ଥ୍ୟକୁ ପ୍ରକାଶ କରିକି, ଆଉ କହୁଛନ୍ତି କି ମୁଁ ବାସ୍ତବରେ ଆପଣଙ୍କର କୃପାକୁ ଆବଶ୍ୟକ କରୁଛି। ଆଉ ଗୋଟିଏ ମାତ୍ର ଦେହ ନେଇକି ମୁଁ ଆସିଛି, ଆପଣ ଯଦି କୃପା କରିବେନି ତାହେଲେ କେମିତି ହବ? ତେଣୁ ଯେତେବେଳେ ପୂର୍ଣ୍ଣତୟା ଆମେ ଆମ ହୃଦୟର ସାଙ୍ଗରେ ଶ୍ରୀମତୀ ରାଧାରାଣୀଙ୍କୁ ପ୍ରାର୍ଥନା କରିବା,
ସେତେବେଳେ ହିଁ ବାସ୍ତବରେ ଆମେ ଶ୍ରୀମତୀ ରାଧାରାଣୀଙ୍କର କୃପାର କଟାକ୍ଷର ଭାଜନ ହେଇପାରିବା। ତ ଏଇ ମନୋଭାବ ନେଇକି ଆମେ କାର୍ତ୍ତିକ ମାସ ପ୍ରତ୍ୟେକ ଦିନ ଶ୍ରୀମତୀ ରାଧାରାଣୀଙ୍କର ଚରଣ କମଳରେ ଆମେ ଆମର ଭକ୍ତିର ଅର୍ଥ ପ୍ରଜ୍ୱଳନ କରିବା। ହରେ କୃଷ୍ଣ।